ଆଜି ବାପାଙ୍କ ସାଙ୍ଗରେ ବାରିରେ ପନିପରିବା ତୋଳୁ ତୋଳୁ ଗୋଟେ ସୁନ୍ଦର କଥାଟି ମନକୁ ଆସିଲା। ଗାଁ ଆଉ ଆଗ ଗାଁ ପରି ନାହିଁ। ଏବେ ଗାଁରେ ଜନବସତି କରୁଥିବା ଲୋକମାନେ ସହରରେ ବେଶୀ ଜନବସତି କରୁଛନ୍ତି। ଗାଁରେ ଲୋକମାନଙ୍କ ସଂଖ୍ୟା ଧୀରେ ଧୀରେ କମିବାକୁ ଲାଗିଲାଣି, ଆଉ ସହରରେ ଜନବସତି ବଢ଼ିବାକୁ ଲାଗିଲାଣି। ଗାଁରେ ଆଗ ଭଳି ଆଉ ପର୍ବପର୍ବାଣିର ମଉଜ ବି ଆଉ ନାହିଁ, କି ଆଉ ପିଠାପଣାର ବାସ୍ନା ବି ନାହିଁ। ଏବେ ଗାଁରେ ପର୍ବପର୍ବାଣି ହେଲେ ଲୋକମାନେ ସହରକୁ ଯାଉଛନ୍ତି, କହୁଛନ୍ତି ଯେ ଗାଁରେ ବା କ'ଣ ଅଛି। ଗାଁରେ ନା ରଜ ମହୋତ୍ସବ ଅଛି, ନା କୁମାର ପୂର୍ଣ୍ଣିମା ଉତ୍ସବ ଅଛି, ନା ଦଶହରା ଅଛି, ନା ଗଣେଶ ପୂଜା ଅଛି, ନା ଗଜଲକ୍ଷ୍ମୀ ପୂଜା ଅଛି। ଏବେ ପରା ସହର ଏମିତି ଗାଁ ଲୋକଙ୍କର ମନ କିଣି ନେଇଛି। ଗାଁ ଲୋକ ସମସ୍ତେ ଗାଁ ଛାଡ଼ି ସହରକୁ ଧାଇଁଲେଣି। ଗାଁର ମାଟି ପାଣି ପବନ ଆଉ ଗାଁ ଲୋକଙ୍କ ଠେଇଁ ଯାଉନି। ଏବେ ସହରର ପାଣି ପବନ ଲୋକମାନଙ୍କୁ ବହୁତ ଆଦରି ଦେଇଛି। ସହରରେ ରହୁଥିବା ଲୋକମାନେ ଧୀରେ ଧୀରେ ଗାଁକୁ ଭୁଲିବାକୁ ଲାଗିଲେଣି। ଗାଁରେ ଲୋକମାନଙ୍କ ମନରେ ଆଉ ସେ ଏକତା ନାହିଁ। ଲୋକମାନେ ଅନ୍ୟର ଦୁଃଖ ସୁଖରେ ଆଉ ଠିଆ ବି ହେଉନାହାନ୍ତି। କେତେ ବିଚିତ୍ର ନା।